କାହିଁକି ମୃତ୍ୟୁ ପରେ ଶବକୁ ଏକା ଛଡ଼ାଯାଏ ନାହିଁ? ହିନ୍ଦୁ ସାମ୍ପ୍ରଦାୟିକ ପ୍ରଥା ଓ ଗରୁଡ଼ ପୁରାଣରେ ମୃତ ଶରୀରକୁ ଏକାକୀ ରଖିବାକୁ ଅନୁଚିତ ମନାଯାଇଛି। ଏହା ପଛରେ ଧାର୍ମିକ ଧାରଣା ସହିତ ଏକାଧିକ ବ୍ୟବହାରିକ କାରଣ ମଧ୍ୟ ଅଛି। ପୌରାଣିକ ଧାରଣା ପ୍ରଥମରେ ତ ରାତିରେ ଦାହ କରାଯାଏ ନାହିଁ। ସୂର୍ଯ୍ୟାସ୍ତ ପରେ କିମ୍ବା ପଞ୍ଚକ ସମୟରେ ଶବଦାହ କରିଲେ ଆତ୍ମାର ଶାନ୍ତି ବିଘ୍ନିତ ହୋଇପାରେ ବୋଲି ପୁରାଣରେ ଉଲ୍ଲେଖ ଅଛି। ଏହି କାରଣରୁ ଶବକୁ ସକାଳ ପର୍ଯ୍ୟନ୍ତ ଘରେ ରଖାଯାଏ। ଦ୍ୱିତୀୟରେ ଅଶୁଭ ଶକ୍ତିର ପ୍ରଭାବ। ପୌରାଣିକ ବିଶ୍ୱାସ ଅନୁଯାୟୀ ଶବକୁ ଏକା ଛାଡ଼ି ଦିଆଗଲେ ଖରାପ ଆତ୍ମା କିମ୍ବା ଦୁଷ୍ଟ ଶକ୍ତି ତାହାର ନିକଟକୁ ଆକର୍ଷିତ ହୋଇପାରେ। ବାସ୍ତବ କାରଣ ହେଉଛି ପ୍ରଥମରେ ତ ପରିଜନଙ୍କ ଅପେକ୍ଷା ମୃତକଙ୍କ ପୁତ୍ର କନ୍ୟା କିମ୍ବା ନିକଟୀୟ ଆତ୍ମୀୟ ଆସି ଅନ୍ତିମ ସଂସ୍କାର କରିବା ପର୍ଯ୍ୟନ୍ତ ଶବକୁ ରଖାଯାଏ। ଦୁଇରେ ପଶୁ ଆକ୍ରମଣର ଆଶଙ୍କା। ପଶୁମାନେ ଶବକୁ କ୍ଷତି କରିପାରନ୍ତି, ତେଣୁ ଶବକୁ ରକ୍ଷା କରି ରଖାଯାଏ। ତୃତୀୟରେ ଦୁର୍ଗନ୍ଧର ନିୟନ୍ତ୍ରଣ। ଧୂପ ଦୀପ ଜଳାଇ ଶବ ପାଖରେ ବ୍ୟକ୍ତିଙ୍କୁ ବସାଯାଏ, ଯାହାଦ୍ୱାରା ଅପ୍ରୀତିକର ଗନ୍ଧ ବ୍ୟାପିବାରୁ ରୋକାଯାଏ।